ମୁଁ ବିଭୀଷଣ ବୋଲି ଆମର ଭଦ୍ରକର ଯେ ପୂର୍ବତନ ବିଧାୟକ ଥିଲେ ବର୍ତ୍ତମାନ ଭଣ୍ଡାରୀପୋଖରୀର ବିଧାୟକ ଅଛନ୍ତି ତାଙ୍କୁ ମୁଁ ଆଖ୍ୟା କରିକି ବିଭୀଷଣ ବୋଲି କହିଛି। ତାଙ୍କ ପାଖରେ ଯେତେବେଳେ ଥିଲୁ ତାଙ୍କୁ ଆଣିକି ଆମେ ଯେଉଁ MLA ଜିତେଇଲା ପରେ ସେ ତାଙ୍କ ପାଖରେ ଭଲ ଥିଲୁ। ଯେତେବେଳେ ସେ ଭଣ୍ଡାରୀପୋଖରୀ ଗଲେ ତାଙ୍କ ଭିତରେ କ'ଣ ମନମାଳିନ୍ୟ ହେଲା ଆମେ ହେଉଛି ସେତେବେଳେ ଖରାପ ହେଇଗଲୁ। ସବୁଆଡ଼େ ଆଲୋଚନା କଲେ ଯେ ଚେୟାରମ୍ୟାନ୍ ଖାଇଗଲେ, ତାଙ୍କ ପୁଅ ଖାଇଗଲେ। ତାପରେ ସେ ବିଜେପି ସଂସ୍ପର୍ଶରେ ଆସି ଆମକୁ ଅନାସ୍ଥା ଆଣିବେ ବୋଲି ଲାଗିଲେ। ସେ ଖବର ବି ମୋ ପାଖରେ ପହଞ୍ଚିଲା। ଆମ ବିରୁଦ୍ଧରେ ସବୁଆଡ଼େ ଆମ ସରପଞ୍ଚ ସମିତିକୁ ସବୁ ଶିଖେଇଲେ। ସେ ସମିତି ସରପଞ୍ଚ ସବୁ କ୍ଷୋଭ ପ୍ରକାଶ କଲେ ଯଦି ଆମେ ଦଳରେ ହେଉଛି ରହିବୁ ତାଙ୍କ ପାଇଁ କିଛି ଆଉ କାର୍ଯ୍ୟ କରିପାରିବୁନି। ଆମେ ସେଇଥିପାଇଁ ଯାଇକି ବିଜେପିରେ ମିଶିଲୁ। ଆମେ ବର୍ତ୍ତମାନ ବିଜେପିର ରହିବୁ, ଆଗକୁ ବି ବିଜେପି ପାଇଁ କାର୍ଯ୍ୟ କରିବୁ। କିପରି ଆମେ ବିଜେପି ଦଳକୁ ଆଗକୁ ନେବୁ ତୃଣମୂଳ ସ୍ତରରେ ସେଟା ବି ଆମେ ଲାଗି ପଡ଼ିବୁ। ସେ ନାଁଟା ମୁଁ କହିବିନି, ସେ ବିଧାୟକ ଯିଏ ସେ ଜାଣିପାରିଥିବେ। ଆମେ ଆମର ଉପର ଲେବୁଲ୍ର ସବୁ ଜଣେଇଲୁ, ସିଏ ବି ଆମ କଥା କିଛି ବୁଝିଲେନି। ମୁଁ ବି ସେ ଯେତେବେଳେ ମୋ ସାଙ୍ଗରେ ଲାଗନ୍ତି ମୁଁ ଆମର ଯିଏ ଚାନ୍ଦବାଲ MLA ଅଛନ୍ତି ବ୍যোମକେଶ ବାବୁ ତାଙ୍କୁ ବି ଜଣେଇଛୁ, ବବି ବାବୁଙ୍କୁ ଜଣେଇଛୁ, ପ୍ରଫୁଲ୍ଲ ବାବୁଙ୍କୁ ଜଣେଇଛୁ। କେହି ଆମ କଥା କର୍ଣ୍ଣପାତ କଲେନି। ଆମେ ଶେଷରେ କ୍ଷୋଭ ପ୍ରକାଶ କରି ଧର ଆମେ ଗୋଟେ ତୃଣମୂଳ ସ୍ତରରେ କାର୍ଯ୍ୟ କରିପାରିବୁନି, ଆମକୁ ଯିଏ ଭଲ ପାଇକି ଆସ୍ଥା ପ୍ରକଟ କରିଥିଲା ଆମ ଉପରେ ସେ ଆମ ପାଖରେ ଆଉ ରହିବେ କି? ସେ ତ ରହିବେନି। ସେଥିପାଇଁ ମୁଁ ବିଜେପିରେ ମିଶିକି ତାଙ୍କ ପାଇଁ କାର୍ଯ୍ୟ କରିବି, ଆଉ ବିଜେପି ପାଇଁ ବି କାର୍ଯ୍ୟ କରିବି। ମୁଁ ବର୍ତ୍ତମାନ ବିଜେପିର ନେତ୍ରୀ। ମୋ ବିରୁଦ୍ଧରେ ଅନାସ୍ଥା ଆଣିବା ପାଇଁ ଆମର ଯେ ପୂର୍ବତନ MLA ବର୍ତ୍ତମାନ ଭଣ୍ଡାରୀପୋଖରୀ MLA ସେ ତ ଭଣ୍ଡାରୀପୋଖରୀର MLA, ସିଏ କାହିଁକି ଆମ ଭଦ୍ରକରେ ଡାକିଥିଲେ ଯେଉଁ ଜିଲ୍ଲା ତାଙ୍କ ଘରକୁ ଡାକିଲେ ସେଠି କାହିଁକି ମୋତେ ନ ଡାକିଲେ? ମୁଁ କ'ଣ ଆନ୍ସର ଦେଉଥିଲି? ସେ କାହିଁକି ମୋ ବିରୁଦ୍ଧରେ ଅନାସ୍ଥା ଆଣିବା ପାଇଁ ସବୁ ଲାଗି ପଡ଼ିଲେ? ସେ ଆମ ସରପଞ୍ଚ ସମିତି ମେମ୍ବରମାନଙ୍କୁ ଡାକିକି ସବୁ ତାଙ୍କ ଘରେ ମୁଁ ସରପଞ୍ଚ ସମିତି ସଭ୍ୟ ସହିତ ସବୁ କଥାବାର୍ତ୍ତା ହେଇଛି ଆଗକୁ କିପରି ତାଙ୍କର କାର୍ଯ୍ୟ କରିବି।